ସାଙ୍ଗମାନେ ଜୟ ଶ୍ରୀ ଜଗନ୍ନାଥ। ସାଙ୍ଗମାନେ ଆପଣମାନେ ଭଗବାନ ଶ୍ରୀ ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣମାନେ ଭଲରେ ରୁହନ୍ତୁ ଆଉ ଆପଣମାନଙ୍କର ପରିବାର ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ। ଏହି ପ୍ରାର୍ଥନା ସହିତ ଚାଲନ୍ତୁ ଭିଡ଼ିଓଟା ଆରମ୍ଭ କରିବା। ଆଜି ଦେଖନ୍ତୁ ସାଙ୍ଗମାନେ ଗୋଟେ ନୂଆ ସ୍ୱାଦିଷ୍ଟ ପୁରା ମଜାଦାର ରେସିପି ଆଣିଛି। କ'ଣ ଜାଣିଛନ୍ତି? ବୁଟ ଡାଲି ଆଉ ସଜନା ଛୁଇଁ ଆଳୁର ରେସିପି। ବୁଟ ଡାଲି ମୁଁ 2 ଘଣ୍ଟା ପୂର୍ବରୁ ବତୁରାଇ ଦେଇଥିଲି। ତାପରେ ଏଇଠି ବୁଟ ଡାଲି ଭଲ ଭାବରେ ବତୁରି ଯାଇଛି। ଆଉ ଗୋଟେ ପାଣି ହାଣ୍ଡି ନେଇଛି। ଏଇଟା ମୁଁ ହାଣ୍ଡିରେ ବନାଉଛି। ଆପଣ ଚାହିଁଲେ କୌଣସି କଡ଼େଇ ବା ପ୍ରେସର କୁକରରେ ବନେଇ ପାରିବେ। ତ କିନ୍ତୁ ପ୍ରେସର କୁକରରେ ସାଙ୍ଗମାନେ ବନେଇଲେ ଏଇଠି ଯେଉଁ ସଜନା ଛୁଇଁଟା ଅଛି ପୁରା ଗୋଳି ହେଇଯିବ। ପ୍ରଥମେ ବୁଟ ଡାଲି ଆଳୁକୁ ପାଣିରେ ପକାଇ ଦେଇଛି। ତାପରେ ଲୁଣ ହଳଦୀ ଦେଇ ଘୋଡ଼େଇ ଦେଇଛି। କିଛି ସମୟ ଦେଖନ୍ତୁ ବୁଟ ଡାଲି ଟିକେ ନରମ ହେଇ ଆସିଲାଣି। ଏବେ ଆମେ କ'ଣ କରିବା? ସଜନା ଛୁଇଁକୁ ଏଇଥିରେ ପକାଇବା। କିନ୍ତୁ ତା ପୂର୍ବରୁ ମୁଁ କିଛି କଟା ରସୁଣ, କିଛି ତେଜପତ୍ର ଆଉ ଏଇଠି ଦେଖନ୍ତୁ ସଜନା ଛୁଇଁ। ଯେତେବେଳେ ଦେଖିବେ ସାଙ୍ଗମାନେ ବୁଟ ଡାଲି ଅଧା ସିଝି ଯାଇଛି, ନରମ ହେଇଯାଇଛି, ସେଇ ଟାଇମ୍ରେ ସଜନା ଛୁଇଁଟା ପକାଇବେ। ବେଶୀ ସଜନା ଛୁଇଁ ସିଝିଲେ ଗୋଳି ହେଇଯିବ, ଜମା ଭଲ ଲାଗିବନି। ତ ଏଇଠି ଦେଖନ୍ତୁ ଏଇଠି ଡାଲି ପୁରା ସିଝିଗଲାଣି। ତ ଏବେ ଆମେ କ'ଣ କରିବା? ଏବେ ଏଇ ପ୍ରୋସେସଟାକୁ ଆମେ କଣ୍ଟିନ୍ୟୁ କରିବା କିଛି ସମୟ ପାଇଁକି। ଆଉ ଆଳୁଟା ଦେଖିନେବା। ତ ଏଇଠି ଦେଖନ୍ତୁ ଆଳୁ ବି ପୁରା ସିଝିଗଲାଣି। ଡାଲି ଆଳୁ ଯେତେବେଳେ ଭଲ ଭାବରେ ସିଝିଗଲାଣି ତ ଛୁଇଁ ବି ପଡ଼ିବା। ଏଇଠି 2 ମିନିଟ୍ରୁ 3 ମିନିଟ୍ ଛୁଇଁ ପଡ଼ିବା ହେଇଛି। ତ ଛୁଇଁ ବି ସିଝି ଯାଇଥିବ। ତ ଏବେ ଆମେ କ'ଣ କରିବା? ଆକୁ ଆରପଟ ସାଇଡ଼କୁ ରଖିଦେବା। ତ ଏଇଠି ଆମେ ଗୋଟେ କଡ଼େଇ ନେଇଯିବା। ଟିକେ ସୋରିଷ ତେଲ ନେଇଛି, ଅଳ୍ପ ସୋରିଷ ତେଲ ବ୍ୟବହାର କରିଛି। ଏଠି 1 ଚାମଚ ଚିନି ଯେତେବେଳେ ନାଲି ହେଇକିରି ଫେଣ ଫେଣ ଉପରକୁ ଆସିଛି ତ ମୁଁ ଏଇଠି ପିଆଜ ଦେଇଛି। ସାଙ୍ଗମାନେ ପିଆଜକୁ ଅଳ୍ପ ଭାଜିବା ଭିତରେ ଚାଲନ୍ତୁ ଗୋଟେ ମସଲା ବନେଇବା। ମସଲା ପାଇଁ ଗୋଟେ ପିଆଜ, କିଛି ରସୁଣ, କିଛି ଅଦା, ଆଉ ଏଇଠି ମୁଁ ନେଇଛି କଞ୍ଚା ବାଦାମ, ଆଉ ନେଇଛି ଏଠି କାଜୁ ଆଉ ଚାରୁମଗଜ। କାଜୁ ଗୁଣ୍ଡ କରି ନେଇଛି ସାଙ୍ଗମାନେ। କାଜୁ ଚାରୁମଗଜ ଇଏ ଏତେ ସୁଆଦିଆ ବନିବ ସାଙ୍ଗମାନେ। ଯେତେବେଳେ ବି ଆପଣ ଖାଇବାକୁ ମାନେ ଇଚ୍ଛା ପ୍ରକାଶ କରିବେ, ଯେଉଁମାନେ ନ ଖାଉଛନ୍ତି ମାଗିକି ଖାଇବେ, ଆଉ ଯେତେବେଳେ ଖାଇବାକୁ ଇଚ୍ଛା ପ୍ରକାଶ କରିବେ ଏମିତି ହିଁ ବନେଇବେ। ତା ଭିତରେ ଦେଖନ୍ତୁ ମସଲା ତ ଆମର ଚିକେନକି ବାଟି ନେଲେ, ତା ଭିତରେ ପିଆଜ ବି ରେଡ଼ି ହେଇଯାଇଛି ଭାଜିକି। ତ ଏବେ କ'ଣ କରିବା? ଏ ମସଲାକୁ ଏଇଠି ଦେଇଦେବା। ସାଙ୍ଗମାନେ ସମସ୍ତେ ମାଛ ମାଂସ ଖାଇବା ପାଇଁ ଭଲ ପାଆନ୍ତିନି। ଆଉ ଯେଉଁମାନେ ଭଲ ପାଆନ୍ତି ମାଛ ମାଂସର ଯଦି ସ୍ୱାଦ ଅଲଗା କୌଣସି ତରକାରୀରେ ଆସିଯାଏ ସେମାନେ ବହୁତ ଖୁସି ହେଇଯାଆନ୍ତି। ଆଉ ଯେଉଁମାନେ ଖାଇବା ପାଇଁ ବି ଭଲ ପାଆନ୍ତିନି, ଯଦି ଅଲଗା କୌଣସି ତରକାରୀରେ ସେ ସ୍ୱାଦଟା ବି ଆସିଯାଏ ତାଙ୍କୁ ବି ଭଲ ଲାଗେ। ତ ଏଇ ସ୍ୱାଦରେ ଏ ତରକାରୀରେ ମାଛ ମାଂସ ଟାଇପ୍ର, ମଟନ୍ ଟାଇପ୍ର ସ୍ୱାଦ ଆସିବ। ଆଉ ଏଇଟା ବହୁତ ଭଲ ଲାଗିବ ଖାଇବା ପାଇଁ। ତ ଦେଖନ୍ତୁ ଏଇଠି ମସଲା ପକାଇ ଭଲସେ ଗୋଳେଇ ସାରିଲା ପରେ ଜିରା ଗୁଣ୍ଡ ଅଧ ଚାମଚ, ଧନିଆ ଗୁଣ୍ଡ 1 ଚାମଚ ଦେଇକି ଭଲସେ ମିଶାଇ ନେଇଛି। ତାପରେ ଏଠି କ'ଣ କରିବା? ଏଠି କିଛି ପାଣି ଦେବା। ତ ମୁଁ ଏଇଠି ମସଲା ଜାରରେ ବହୁତ ସାରା ମସଲା ଲାଗିଥିଲା। ତ ମୁଁ ଏଠି ଟିକେ ପାଣି ମିଶାଇ ଦେଇଛି। ଭଲ ଭାବରେ ମିଶାଇ ସାରିକି ଏଇଠି କ'ଣ କରିବା? ଏଠି ଟିକେ କାଶ୍ମୀର ଚିଲି ଦେବା। ଟିକେ କଲର୍ ଆସିଗଲେ ସମସ୍ତେ ଦେଖିବା ସହିତ ଦେଖିବାକୁ ଭଲ ଲାଗେ, ଆଉ ଖାଇବାର ମାନେ ଇଚ୍ଛାଟା ଆହୁରି ବଢ଼ିଯାଏ। ତ ମୁଁ ଏଠି କାଶ୍ମୀର ଚିଲି ଅଧ ଚାମଚ ଟିକେ ଅଧିକ ଦେଇଛି, ଆଉ ଲଙ୍କାଗୁଣ୍ଡ ଅଧ ଚାମଚ ଦେଇଛି। ଯଦି ଆପଣ ରାଗ ଖାଇବାକୁ ପସନ୍ଦ କରନ୍ତି ନାହିଁ, ଲଙ୍କାଗୁଣ୍ଡ ଟିକେ ସ୍କିପ୍ କରିପାରିବେ। ଆପଣଙ୍କ ହିସାବରେ ଆପଣ ରାଗ ନେଇପାରିବେ। ତାପରେ ଏଠି କଞ୍ଚା ଲଙ୍କା ଦେଇଛି। ପାଣି କିଛି ଦେଇକିରି ଏଠି କଞ୍ଚା ଲଙ୍କା ଦେଇଛି। ପାଣି ଟିକେ ଦେଇଛି। ମସଲା ଆମେ ସିଝେଇବା। ତ ମୁଁ ଏଠି ଗରମ ପାଣିର ବ୍ୟବହାର କରିଛି। ମୁଁ ସବୁବେଳେ ଆପଣମାନଙ୍କୁ କହି ଆସିଛି ତରକାରୀରେ ଯେତେବେଳେ ବି ଆପଣ ପାଣିର ବ୍ୟବହାର କରିବେ, ଗରମ ପାଣିର ବ୍ୟବହାର କରିବେ। ତା ଦ୍ୱାରା ଆପଣଙ୍କର ତରକାରୀ ଯେମିତି ବନାଉଛନ୍ତି ତା'ର ସ୍ୱାଦର ଚେଞ୍ଜ ଆସିବନି, ଆଉ ଜଲ୍ଦି ତରକାରୀ ଫୁଟିବ। ଏଇଠି କିଛି ସମୟ ପାଇଁ ଘୋଡ଼େଇ ଦେଇଥିଲି। ମସଲା ତ ବଢ଼ିଆ ସେ ସିଝିଗଲାଣି, ପୁରା ଏକଦମ ବାସ୍ନାରେ ମହକିଲାଣି। ତ ଏବେ କ'ଣ କରିବା? ଏବେ ଆମେ ମସଲାକୁ କାଢ଼ିକି ହାଣ୍ଡିଟାକୁ ବସାଇଦେବା। ମୁଁ ଆରପଟ ଚୁଲାରେ ପୁରା ଏକଦମ ଲୋ ଫ୍ଲେମ୍ରେ ହାଣ୍ଡିଟାକୁ ବସାଇଥିଲି, ଯେମିତି ଏଇଟା ଗରମ ହେଇକି ରହିବ, ଫୁଟିକି ରହିବ, ଥଣ୍ଡା ବିଲକୁଲ ହେବନି। ତାପରେ ଏଇଠି ମସଲାକୁ ଦେଇଦେଇଛି। ମସଲାକୁ ଦେଇ ସାରିଲା ପରେ ହାଣ୍ଡି ଦେହରେ କିଛି ସମୟ ଫୁଟେଇବା।
ଯେମିତି ଆପଣ ଏଇ ଯେଉଁ ତରକାରୀ ଆମେ ରେଡ଼ି କରିଛେ ସବୁ ପରିବାରେ ସବୁ ଏ ମସଲାର ସ୍ୱାଦ ଆସିଯିବ ଆଉ ତରକାରୀ ଟିକେ ବହଳ ବି ହେଇଯିବ। ତ ଏଇଠି ମସଲା ସବୁ ଦେଇକି ଏଇଠି କିଛି ସମୟ ଫୁଟେଇ ନେବା। ସାଙ୍ଗମାନେ ଯଦି ରେସିପିଟି ଭଲ ଲାଗେ ଗୋଟେ ଛୋଟ ଅନୁରୋଧ, ଗୋଟେ ଲାଇକ୍ ଆଉ ଗୋଟେ କମେଣ୍ଟ ନିଶ୍ଚିନ୍ତ କରିବେ। ତ ଏଇଠି ଦେଖନ୍ତୁ ତରକାରୀ ତ କଲର୍ ତ ଆସିଗଲାଣି ବଢ଼ିଆ ସେ, ଆଉ ସିଝି ବି ବଢ଼ିଆ ସେ ଗଲାଣି, ଆଉ ବାସ୍ନା ପୁରା ମଟନ୍ ତରକାରୀ ପରି ବାସ୍ନା। ଯଦି ଏମିତି ଆମେ ବନେଇବା ମଟନ୍ ଯେଉଁମାନେ ମାଛ ମାଂସ ଖାଇବା ପାଇଁ ଭଲ ପାଆନ୍ତିନି ସେମାନେ ଏସବୁ ଜିନିଷ ଖାଇବାକୁ ବହୁତ ପସନ୍ଦ କରନ୍ତି। ତ ଏଇଠି ଦେଖନ୍ତୁ ମସଲାକୁ ଆମେ ତରକାରୀ ଧିରେ ପକାଇ ସିଝାଇ ସାରିଲେଣି, ତ ଗୋଟେ ସାଇଡ଼ରେ ରଖିଦେଇଛେ। ତ ସେଇ କଡ଼େଇ ଧିରେ ମୁଁ କିଛି ସୋରିଷ ତେଲ ନେଇଛି ଆଉ କିଛି ପଞ୍ଚ ଫୁଟଣର ବ୍ୟବହାର କରୁଛି, ଆଉ ଦ୍ୱାରା ସ୍ୱାଦ ବହୁତ ବଢ଼ିଯିବ। ତାପରେ ଏଠି ମୁଁ କିଛି କଟା ରସୁଣ ଦେଇଛି, କଟା ରସୁଣ କିଛି ମୁଁ ଦେଇଥିଲି ସିଝେଇବା ଟାଇମ୍ରେ, ଆଉ ଏଇଠି ବି କିଛି ଦେଇଛି ଛୁଙ୍କ ପାଇଁକି। ତାପରେ ମୁଁ ଏଠି କିଛି ଭୃଷଙ୍ଗ ପତ୍ର ଦେଇଛି, ଦେଇକି ବହୁତ ଭଲ ଭାବରେ ଭାଜି ନେଇଛି। ଆଉ ସାଙ୍ଗମାନେ ଏଇଠି ଆପଣ ଯଦି କାଶ୍ମୀର ଚିଲି ତରକାରୀରେ ବ୍ୟବହାର କରିନାହାନ୍ତି ତ ଏଇଠି କାଶ୍ମୀର ଚିଲି ଦେଇକିରି ଆପଣ ଏ ତରକାରୀରେ ଛୁଙ୍କଟା ଲଗାଇ ପାରିବେ। ତ ଏଇଠି ଦେଖନ୍ତୁ ତରକାରୀ ପୁରା ଫୁଟିବା, ଆରପଟ ଚୁଲାରେ ଫୁଟିବା ପାଇଁ ବସାଇଥିଲି। ତ ଏଇ ଛୁଙ୍କଟାକୁ ଆମେ ଏଇଠି ଢାଳିଦେବା। ତ ଦେଖନ୍ତୁ ସାଙ୍ଗମାନେ ଏତେ ବାସ୍ନା, ଆମର ସେ ମଉସା ଆସିକି କହୁଛନ୍ତି ଏ ତରକାରୀଟା ଏତେ ବଢ଼ିଆ ବାସ୍ନା ଆସୁଛି, ମାଂସ ତରକାରୀ ଠାରୁ ବି ଆହୁରି ବାସ୍ନା। କ'ଣ ଆଜି ମାଂସ ତରକାରୀ ବନେଇଛୁ? ତ ମୁଁ ଆଉ କ'ଣ କହିବି, ମାଂସ ତରକାରୀ ତ ମୁଁ ବନେଇ ନାହିଁ। ତ ସାଙ୍ଗମାନେ ଏ ତରକାରୀଟା ନିଶ୍ଚିନ୍ତ ଆପଣ ଥରେ ଟ୍ରାଏ କରନ୍ତୁ, ଆପଣମାନଙ୍କୁ ବହୁତ ହି ଭଲ ଲାଗିବ। ଆଉ ଗୋଟେ ଥର ବନେଇଲେ ସବୁବେଳେ ବନେଇବେ, ଏଇଟା ମୋର ବିଶ୍ୱାସ। ଦେଖନ୍ତୁ ତରକାରୀ ତ ପୁରା ଫୁଟିଗଲାଣି। ଏବେ ଆମେ କ'ଣ କରିବା, ଆଧରେ ଦେଖନ୍ତୁ ମୁଁ କଡ଼େଇକୁ ଢାଳି ନେଉଛି ତରକାରୀକୁ। ଯେହେତୁ ଏଇଟା ହାଣ୍ଡିରେ ଭଲସେ ଦେଖାଯାଉ ନାହିଁ ତ ହାଣ୍ଡିଟା ପୁରା କଭର ହେଇକି ରହୁଛି, ତ ମୁଁ ଏଠି କଡ଼େଇରେ ଢାଳିକି ଆପଣମାନଙ୍କୁ ଦେଖାଉଛି। ତ ଏଇଠି ଦେଖନ୍ତୁ କେତେ ବଢ଼ିଆ ସେ ତରକାରୀ ବନିକି ରେଡ଼ି ହେଇଛି, ପୁରା ଏକଦମ ସ୍ୱାଦିଷ୍ଟ, ପୁରା ଏତେ ବଢ଼ିଆ ଲାଗିବ ଏ ତରକାରୀ। ବାସ୍ନା ତ ପୁରା ମହକୁଛି ଆଉ ସ୍ୱାଦର ପୁରା ନିଆରା। ତ ଏଇଠି ଦେଖନ୍ତୁ ଏବେ ଆମେ କ'ଣ କରିବା, ସାଙ୍ଗମାନେ କଡ଼େଇକୁ ଢାଳି ସାରିଲା ପରେ ମୁଁ ଅଧ ଚାମଚ ଡାଲଚିନି ଗୁଣ୍ଡ ଦେଇକରି, ଡାଲଚିନି ଗୁଣ୍ଡ କିଛି ସମୟ ରଖିଦେଇଥିଲି ଘୋଡ଼େଇକିରି। ତ ଏଇଠି ତରକାରୀର ସ୍ୱାଦ ଆହୁରି ବଢ଼ିଯାଇଛି। ତ ଏଇଠି ସାଙ୍ଗମାନେ ଏ ତରକାରୀ କେତେ ବଢ଼ିଆ ସେ ବନିଛି। ସାଙ୍ଗମାନେ ଗୋଟେ ଛୋଟ ଅନୁରୋଧ, ଯଦି ଆପଣମାନେ ଚ୍ୟାନେଲରେ ନୂଆ ପ୍ରଥମେ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଆଉ ଏଇଠି ଦେଖନ୍ତୁ ଆମର ତରକାରୀ ରେଡ଼ି ହେଇଯାଇଛି। ଆଜି ପାଇଁ ଏତିକି ସାଙ୍ଗମାନେ, ପୁଣି ଦେଖା ହେବ ନୂଆ ଏକ ରେସିପି ସହିତ ଏଇ ଟାଇମ୍ରେ। ଜୟ ଜଗନ୍ନାଥ।